ओम श्री साई राम ମୁଁ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ। ପ୍ରିୟ ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଜାଣିବା ସାପ୍ତାହିକ ରାଶିଫଳ 22 ଡିସେମ୍ବରରୁ 28 ଡିସେମ୍ବର 2025। ଏହି ସପ୍ତାହରେ ଏହି ପାଞ୍ଚଟି ରାଶି ପାଇଁ ଚମକିବ ଭାଗ୍ୟର ତାରା, ମିଳିବ ଖୁସି ଖବର। ଜାଣନ୍ତୁ ସାପ୍ତାହିକ ରାଶିଫଳ। ଗ୍ରହ ଗତି ଯୋଗୁଁ ସାପ୍ତାହିକ ରାଶିଫଳ ଆକଳନ କରାଯାଏ। ଗ୍ରହମାନଙ୍କର ଗତିବିଧି ଯୋଗୁଁ ଆସନ୍ତା ସପ୍ତାହ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବା ବେଳେ ଅନ୍ୟ ରାଶିଗୁଡ଼ିକ ସାବଧାନ ହେବା ଆବଶ୍ୟକ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନେ ଏ ସପ୍ତାହଟି ବହୁତ ବ୍ୟସ୍ତବହୁଳ ହୋଇପାରେ। ଏ ସପ୍ତାହରେ ବହୁତ ଦୌଡ଼ାଦୌଡ଼ି ପରେ ଆପଣଙ୍କର ଅଟକିଥିବା କାର୍ଯ୍ୟଟି ସଫଳ ହେବ। ବିଶେଷ କରି ଚାକିରି କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ସେମାନଙ୍କ ବରିଷ୍ଠ ଓ କନିଷ୍ଠ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କର ବ୍ୟବସାୟ ମଧ୍ୟମ ଧରଣ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ପ୍ରେମଜନିତ ଦାମ୍ପତ୍ୟ ଜୀବନ ସମସ୍ୟାଠାରୁ ସତର୍କ ରୁହନ୍ତୁ। ବୃଷ ରାଶି। ବୃଷ ରାଶି ଜାତକ ବ୍ୟକ୍ତିମାନଙ୍କର ଏ ସପ୍ତାହଟି ଶୁଭ ଓ ସୌଭାଗ୍ୟଶାଳୀ ହେବାକୁ ଯାଉଛି। ଏ ସପ୍ତାହରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବ ଓ ନୂତନ ବାଣିଜ୍ୟରେ ସଫଳ ହେବେ। ଚାକିରି କରୁଥିବା ବ୍ୟକ୍ତିମାନେ ଉଚ୍ଚ ପ୍ରଶଂସିତ ଓ ପ୍ରମୋଶନ ପାଇବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ଅର୍ଜନ କରିବେ। ପୁରାତନ ରୋଗରୁ ମୁକ୍ତି ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁରତା ରହିବ। ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ କିଛି ବିଶେଷ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଖୁସି ଓ ସୌଭାଗ୍ୟ ପରିପୂର୍ଣ୍ଣ ହେବାକୁ ଯାଉଛି। ଏ ସପ୍ତାହରେ ଚାକିରି କରୁଥିବା ଲୋକଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି। ଆପଣଙ୍କ କାର୍ଯ୍ୟ ଦକ୍ଷତା ଦେଖି ଉପରିଷ୍ଠ କର୍ମଚାରୀମାନେ ପ୍ରଶଂସା କରିବେ। ପ୍ରମୋଶନ ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟରେ ଆୟର ପରିମାଣ ବୃଦ୍ଧି ସହିତ ନୂତନ ବ୍ୟବସାୟରେ ସଫଳ ହେବେ। ଆପଣଙ୍କ ଶରୀର ବହୁତ ଭଲ ରହିବ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ପ୍ରେମଜନିତ ଓ ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। କର୍କଟ ରାଶି। କର୍କଟ ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହଟି ବହୁତ ଆରାମଦାୟକ ହୋଇପାରେ। କୌଣସି ବିଶେଷ କାମକୁ ନେଇ ଚିନ୍ତିତ ଥିଲେ ମଧ୍ୟ ଯଦି ଆପଣ କୌଣସି ପାରିବାରିକ ଚିନ୍ତାକୁ ନେଇ ଚିନ୍ତିତ ଥିଲେ ତେବେ ଏ ସପ୍ତାହରେ ଏହା ଦୂର ହେବ। ବ୍ୟବସାୟ ବାଣିଜ୍ୟରେ ସଫଳ ହେବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ସଫଳ ହେବେ। ଆପଣଙ୍କର ଦେଖାଯାଉଥିବା ପୁରାତନ ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଓ ପ୍ରେମ ଜନିତରେ ଆପଣ ଖୁସି ରହିବେ। ସିଂହ ରାଶି। ସିଂହ ରାଶିର ଜାତକମାନେ ଏ ସପ୍ତାହଟି ମିଶ୍ରିତ ଫଳ ପାଇବେ। ବ୍ୟବସାୟ ବାଣିଜ୍ୟରେ ମଧ୍ୟମ ଧରଣର ସଫଳ ହେବେ। ଆୟର ପରିମାଣ ସୀମିତ ରହିବ। ଆପଣ ଦେଖି ଚାହିଁ ସପ୍ତାହରେ ଖର୍ଚ୍ଚ କରନ୍ତୁ, ନଚେତ୍ ଅଯଥାରେ ଆପଣଙ୍କ ଟଙ୍କା ଖର୍ଚ୍ଚ ହୋଇଯିବ। ଚାକିରି କ୍ଷେତ୍ରରେ ଆପଣ ସତର୍କ ସହିତ କାର୍ଯ୍ୟ କରନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଓ ପରିବାର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପ୍ରେମଜନିତ ଦାମ୍ପତ୍ୟ ଜୀବନ ପ୍ରତି ସତର୍କ ରୁହନ୍ତୁ। କନ୍ୟା ରାଶି। କନ୍ୟା ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହଟି ମିଶ୍ରିତ ରହିବ। ଚାକିରି କରୁଥିବା ବ୍ୟକ୍ତିମାନେ ଦେଖି ଚାହିଁ କାର୍ଯ୍ୟ କରନ୍ତୁ। ଆପଣଙ୍କର କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଉପରିଷ୍ଠ ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆପଣ ମଧ୍ୟମ ଧରଣ ରହିବ। ଆୟର ପରିମାଣ ସୀମିତ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଓ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ଓ ପ୍ରେମ ଜୀବନ ପ୍ରତି ସତର୍କ ସହିତ ଚଳନ୍ତୁ। ତୁଳା ରାଶି। ତୁଳା ରାଶିର ଜାତକ ବ୍ୟକ୍ତିମାନେ ଏହି ସପ୍ତାହଟି ବହୁତ ଶୁଭ ହେବାକୁ ଯାଉଛି। ଏ ସପ୍ତାହରେ ବ୍ୟବସାୟ ବାଣିଜ୍ୟରେ ସଫଳ ସହିତ ଆୟର ପରିମାଣ ବୃଦ୍ଧି ରହିବ। ଚାକିରି କ୍ଷେତ୍ରରେ ବରିଷ୍ଠ ଓ କନିଷ୍ଠ କର୍ମଚାରୀମାନଙ୍କ ଠାରୁ ସାହାଯ୍ୟ ଓ ସମର୍ଥନ ମିଳିବ। ଆପଣଙ୍କର ଏ ସପ୍ତାହରେ ପଦୋନ୍ନତି ରହିଛି। ଆପଣଙ୍କ ଶରୀର ଦେଖାଯାଉଥିବା ରୋଗରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରେମ ଓ ଦାମ୍ପତ୍ୟ ବହୁତ ଆନନ୍ଦଦାୟକ ରହିବ। ବିଛା ରାଶି। ବିଛା ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହଟି ମଧ୍ୟମ ଧରଣ ରହିବ। ବାଣିଜ୍ୟ ଓ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟମ ଧରଣର ଲାଭ ପାଇବେ। ଚାକିରି କରୁଥିବା ବ୍ୟକ୍ତିମାନେ ନିଜ କର୍ମକ୍ଷେତ୍ରରେ ସତର୍କତା ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଆନନ୍ଦିତ ସଫଳ ହେବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ଅର୍ଜନ କରିବେ। ଧନୁ ରାଶି। ଧନୁ ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହଟି ବହୁ ବ୍ୟସ୍ତବହୁଳ ହେବାକୁ ଯାଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ କଥାକୁ ହେୟ ଜ୍ଞାନ କରନ୍ତୁ ନାହିଁ। ବ୍ୟବସାୟ ବାଣିଜ୍ୟରେ ସତର୍କ ରୁହନ୍ତୁ। ଦେଖି ଚାହିଁ ଖର୍ଚ୍ଚ କରନ୍ତୁ, ନଚେତ୍ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଯିବ। ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଏ ସପ୍ତାହରେ ଆପଣଙ୍କର ମଧ୍ୟମ ଧରଣ ରହିବ। ଚାକିରି ଓ କର୍ମକ୍ଷେତ୍ରରେ ଆପଣ ସତର୍କ ସହିତ ଚଳନ୍ତୁ। ମକର ରାଶି। ମକର ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହରେ ମଧ୍ୟମ ଧରଣ ରହିବ। ବ୍ୟବସାୟ ବାଣିଜ୍ୟରେ ଆୟର ପରିମାଣ ମଧ୍ୟମ ଧରଣ ରହିବ। ଚାକିରି ଓ କର୍ମକ୍ଷେତ୍ର ମଧ୍ୟମ ଧରଣ ରହିବ।
ଆପଣଙ୍କ ସ୍ୱାସ୍ଥ୍ୟ ପରିବାର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ଦାମ୍ପତ୍ୟ ଜୀବନ ମଧ୍ୟମ ଧରି ରହିବ। ଏ ସପ୍ତାହରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଯଦି ଦେବେ ସତର୍କ ସହିତ ଦିଅନ୍ତୁ। କୁମ୍ଭ ରାଶି କୁମ୍ଭ ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହରେ ମିଶ୍ରିତ ଫଳ ପାଇବେ। ବ୍ୟବସାୟ ଓ ବାଣିଜ୍ୟରେ ମିଶ୍ରିତ ଲାଭ ହେବ। କୌଣସି ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ। ଚାକିରି ଓ କର୍ମକ୍ଷେତ୍ର ପ୍ରତି ମଧ୍ୟ ସତର୍କ ସହିତ କାର୍ଯ୍ୟ କରନ୍ତୁ। ଦେଖି ଚାହିଁ ଟଙ୍କା ଖର୍ଚ୍ଚ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଆପଣ ଏ ସପ୍ତାହରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ପ୍ରେମ ଦାମ୍ପତ୍ୟ ଜୀବନ ମଧ୍ୟମ ଧରି ରହିବ। ମୀନ ରାଶିର ଜାତକ ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କ ପାଇଁ ଶୁଭ ରହିବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ରହିବେ। ଆୟରେ ପରିମାଣ ବୃଦ୍ଧି ହେବ। ଚାକିରି ଓ କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଶଂସିତ ଓ ବାକି ଥିବା ଟଙ୍କା ଫେରସ୍ତ ପାଇବେ। ଛାତ୍ରଛାତ୍ରୀମାନେ ସଫଳ ହେବେ। ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ପ୍ରେମଜନିତ ଦାମ୍ପତ୍ୟ ଜୀବନ ଭଲ ରହିବ। ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଭିଡ଼ିଓରେ ଲାଇକ୍ ଦେବେ, କମେଣ୍ଟ କରିବେ ଏବଂ ଭିଡ଼ିଓଟିକୁ ସେୟାର କରିଦେବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।